ସାବିତ୍ରୀ ଉଷା ପାଳନ କଲେ ମା ବାହୁତି କିନ୍ନର ମହାସଂଘ ସଦସ୍ୟ। ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଉଷା ପାଳନ କରାଯାଏ। ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ପ୍ରତିବର୍ଷ ଏହି ଦିନ ଅପେକ୍ଷା କରିଥାନ୍ତି ସମସ୍ତ ସଧବାମାନେ। ଏହି ଦିନ ସଧବା ସ୍ତ୍ରୀ ଲୋକମାନେ ଉପବାସ ରଖିଥାନ୍ତି, ଅନ୍ନ ଗ୍ରହଣ କରନ୍ତି ନାହିଁ। ଅପରାହ୍ନରେ ପୂଜା ଶେଷ ହେବା ପରେ ଧୁଆ ମୁଗ, ନଡ଼ିଆ, କଦଳୀ, ଆମ୍ବ, ପଣସ, ସପୁରୀ, ତାଳସଜ ଆଦି ଫଳ ଆହାର କରିଥାନ୍ତି। କିନ୍ତୁ କିନ୍ନରମାନେ ଏହି ବ୍ରତକୁ ନିଜ ଗୁରୁଙ୍କ ଓ ପୁରୁଷ ବନ୍ଧୁଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପାଳନ କରିଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକ ଅନ୍ତର୍ଗତ ଭେଜିପୁର ଠାରେ ଥିବା ମା ବାହୁତି କିନ୍ନର ମହାସଂଘର କର୍ମକର୍ତ୍ତା ଓ ସଭ୍ୟମାନେ। ସେମାନେ ସଧବା ନାରୀମାନଙ୍କ ପରି ନୂତନ ବସ୍ତ୍ର, ଚୁଡ଼ି, ସୁନ୍ଦର ପରିଧାନ କରି ନଙ୍ଗଳେଶ୍ୱର ସ୍ଥିତ ନଙ୍ଗଳେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଥିବା ସାବିତ୍ରୀ ମନ୍ଦିରରେ ଫଳ, ମୁଗଧୁଆ ଇତ୍ୟାଦି ପୂଜା କରିଥିଲେ। ଖଲିକୋଟରୁ ଦିଲ୍ଲୀପ ସାହୁଙ୍କ ରିପୋର୍ଟ, ପ୍ରେରଣା ନ୍ୟୁଜ୍ ଟୁଡେ।